ମୋ ଗାଁ। କେହି ଯଦି ଜଲଗାଓଁ ଜିଲ୍ଲାର ଏରଣ୍ଡୋଲରୁ ବସ୍ରେ ବସି ବାହାରେ, ତାହେଲେ ଧକ୍କା ଖାଇ ଖାଇ ରାସ୍ତାକୁ ଗାଳି ଦେଇ ଦେଇ ମୋ ଗାଁରେ ଅଧଘଣ୍ଟାରେ ପହଞ୍ଚି ପାରିବ। ପଦ୍ମାଳୟ ପାହାଡ଼ର ପାଦଦେଶରେ ଥିବା ତାଡ଼େ ହେଉଛି ମୋର ଛୋଟ ଗାଁ। ଗାଁଟି ଗଛର ଗହଳି ମଧ୍ୟରେ ରହିଛି, ତେଣୁ ବହୁତ ପାଖକୁ ଆସିବା ପରେ ମଧ୍ୟ ଜଣେ ଯେ ଗାଁ ପାଖରେ ଆସି ପହଞ୍ଚିଗଲାଣି ଏ କଥା ଜାଣିପାରେ ନାହିଁ। ଗାଁଟି ହାଲିଆ ହୋଇପଡ଼ିଥିବା ଅଜଗର ଭଳି ସବୁବେଳେ ଶାନ୍ତିରେ ଥାଏ। କେବେ କେମିତି କଳିକଜିଆ ହାତାହାତି ହୋଇଛି ବୋଲି ଶୁଣାଯାଏ, କିନ୍ତୁ ତାହା ମଧ୍ୟ କିଛି ସମୟ ପାଇଁ। ପରେ ସବୁକିଛି ଶାନ୍ତ। ଖରାବେଳେ କେହି ଯଦି ଗାଁରେ ବୁଲେ, ତାହେଲେ ସେ ଦୁଇ ଚାରିଟା ଢୁଳାଉଥିବା କୁକୁର, ଚଉତରା ଉପରେ ଗୁଲିଗପ କରୁଥିବା ଦୁଇ ଚାରିଜଣ ବୁଢ଼ା ଓ କିଛି ସ୍ତ୍ରୀ ଲୋକ ଏଣେ ତେଣେ ବୁଲୁଥିବା ଦେଖିପାରିବ। ନହେଲେ ପୁରା ଗାଁରେ ମଶାଣି ଭଳି ନୀରବତା ରହେ। ଏଭଳି ସମୟରେ ବାହାରୁ ଯଦି କେହି କୁଣିଆ ଆସେ, ତାହେଲେ ସେ, ନହେଲେ କୌଣସି ସରକାରୀ କର୍ମଚାରୀ ଭୁଲବଶତଃ ପଶିଆସେ, ତାହେଲେ ସେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ଦୋକ୍ତା ପାଟିରେ ଜାକି ଅପେକ୍ଷା କରିବ। ଗାଁଟି ଛୋଟିଆ ହେଲେ ମଧ୍ୟ ଚାରିଦିଗକୁ ମାଡ଼ିଯାଇଛି। ପୂର୍ବପଟ ସୀମାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମେଷପାଳକଙ୍କ ବସ୍ତି ଲମ୍ବିଛି। ଦକ୍ଷିଣ ପଟେ ମହାବୀରଙ୍କ ଚଉତରା, ତା ପାଖକୁ ପଞ୍ଚାୟତ, ଦୁଗ୍ଧ ବିକ୍ରୟ କେନ୍ଦ୍ର ଓ ହରିଜନଙ୍କ ବସ୍ତି ରହିଛି। ଉତ୍ତର ମୁଖକୁ ଶବର ବସ୍ତି ଓ ତା ପଛକୁ ବିଦ୍ୟାଳୟ। ପଶ୍ଚିମ ପଟେ ଓ ଦକ୍ଷିଣର କିଛି ଅଂଶରେ ଖାଲି ପଡ଼ିଥିବା ଜମିରେ ଗାଁବାଲା ଅମଳ ଲାଗି କିଛି ଖଳା କରିଥିଲେ ଓ ବାକି ଅଂଶ ଅଳିଆ ପକାଇବା ଲାଗି ବ୍ୟବହାର ହେଉଥିଲା। କିନ୍ତୁ ଏହି ଖଳାଗୁଡ଼ିକୁ ଏବେ କିଛି ଲୋକ ତାଙ୍କର ପୈତୃକ ସମ୍ପତ୍ତି ଭାବି ମାଡ଼ି ବସିଛନ୍ତି। ଗାଁ ଭିତରେ ଗୋଟିଏ ଧାଡ଼ିରେ ଗଳିମାନ ଅଛି ଓ ଦୁଇପଟେ ଥିବା ଘରଗୁଡ଼ିକରୁ ଗୋଟିଏ ଦୁଇଟା ଘର ଗାଁର ସୁନ୍ଦର ରୂପରେ ବ୍ରଣ ଭଳି ଉପରକୁ ମୁଣ୍ଡ ଟେକିଛନ୍ତି। ଗାଁଟିର ଉତ୍ତର ଦକ୍ଷିଣ ଦିଗଟି ପ୍ରାକୃତିକ ଭାବେ ଢଳି ରହିଛି। ତେଣୁ ବର୍ଷା ଓ ନର୍ଦ୍ଦମା ପାଣି ବିନା ବାଧାରେ ପଞ୍ଚାୟତ ଅଫିସ ପଛପଟେ ଥିବା ଗଡ଼ିଆରେ ପଶୁଥିବାର ଦେଖାଯାଏ। ପଞ୍ଚାୟତ ଆଗରେ ଥିବା ଖୋଲା ଜାଗାରେ କେବେ ବାଉଁଶରାଣୀ ଖେଳ ହୁଏ, ନହେଲେ କୀର୍ତ୍ତନ ସପ୍ତାହ ଚାଲେ କିମ୍ବା କମାର ଅଥବା କେଳାଙ୍କର ଉଠା ଘର ଦେଖିବାକୁ ମିଳେ। ବାହାରୁ ଆସିଥିବା କୁଣିଆମାନଙ୍କୁ ଗାଁର ଏହି ରୂପ ଭାରି ଭଲ ଲାଗେ। ଗାଁର ପ୍ରବେଶ ପଥରେ ଥିବା ମନ୍ଦିରର ଗଠନ, ସେଥିରେ ଥିବା ସୁନ୍ଦର ମୂର୍ତ୍ତି ଓ ମନ୍ଦିର ଚାରିପଟେ ଥିବା ଚାନ୍ଦିନୀ ଜଣକୁ ଆକର୍ଷିତ କଲା ଭଳି ଅଟେ। ହରିଜନଙ୍କ ବସ୍ତି କହିଲେ ସର୍ବମୋଟ 4ଟି ଘର। ସମସ୍ତେ ପରସ୍ପର ସହ ସମ୍ପର୍କିତ। ପାରିତୋଷିକ ଭାବେ ମିଳିଥିବା ଅମଳକ୍ଷମ ଜମି ଖଣ୍ଡେ ଛାଡ଼ିଦେଲେ କପା କାଠିରୁ ପାଛିଆ ବନେଇବା, ବାଜା ବଜେଇବା ଓ ଛେଳି କୁକୁଡ଼ା ପାଳି ଏମାନେ ତାଙ୍କ ପେଟ ପୋଷନ୍ତି। ଗୋଟିଏ ଘରର କିଛି ଲୋକ ଅଳ୍ପ ପାଠ ପଢ଼ି ଦୂର ଜାଗାରେ କାମ କରୁଛନ୍ତି। ସେମାନେ ବେଳେବେଳେ ସୁଟ ବୁଟ ପିନ୍ଧି ଗାଁକୁ ଆସିଲେ ଅନ୍ୟମାନଙ୍କର ମଧ୍ୟ ଛାତି କୁଣ୍ଢେମୋଟ ହୁଏ। ଗାଁରେ ତାଙ୍କ ଲାଗି ବିଶେଷ ଭେଦଭାବ ନଥିଲେ ମଧ୍ୟ ଗାଁ ସହିତ ତାଙ୍କର ସେଭଳି ସମ୍ବନ୍ଧ ମଧ୍ୟ ନାହିଁ। ଶବର ବସ୍ତିଟି ଗାଁକୁ ଲାଗି ରହିଥିଲେ ମଧ୍ୟ ଟିକେ ଦୂରରେ ରହିଛି। ତାଙ୍କର କୁଡ଼ିଆ ମାନେ ଗୋଟିଏ ବଖରାରେ ଚାଳ ପଡ଼ିଥିବା ଘର। ଘରେ 18 ବିଶ୍ୱର ଦାରିଦ୍ର୍ୟ, ତଥାପି ବଞ୍ଚିବାର ଶୈଳୀ ଦେଖିବା ଭଳି। ଏମାନେ କେବଳ ବର୍ତ୍ତମାନରେ ବଞ୍ଚନ୍ତି, କାଲିର ଚିନ୍ତା ନାହିଁ। ମୂଲ ଲାଗିବ, କ୍ଷେତ ଜଗିବ କିମ୍ବା ଦେଶୀ ମଦ ବନେଇ ବିକି ପେଟ ପୋଷିବ। ସପ୍ତାହର 6 ଦିନ କାମ କରିବ ଓ ରବିବାରରେ ତଥା ହାଟ ଲାଗୁଥିବା ଦିନ ଏରଣ୍ଡୋଲ ଯାଇ ସିନେମା ଦେଖିବ। ଘରକୁ ମାଂସ ମାଛ ଆଣି ମଉଜରେ ରବିବାର କଟେଇବ। ତେଣିକି ରବିବାର ଦିନ ମାଲିକର ଯେତେ ମହତ୍ତ୍ୱପୂର୍ଣ୍ଣ କାମ ଥିଲେ ମଧ୍ୟ ଏମାନେ ଧରାଛୁଆଁ ଦେବେନି।
ସେମାନେ କିପରି ବଞ୍ଚୁଥିବେ ଏହା ଥିଲା ମୋ ଲାଗି ଏକ ବଡ଼ ପ୍ରଶ୍ନ। ତାଙ୍କ ବାହାଘର ମଧ୍ୟ ବଡ଼ ଜାକଜମକରେ ହୁଏ। ନାଚ ଗୀତ ସାଙ୍ଗକୁ ମଦ ପାଣି ପରି ବହେ। ମଜବୁତ ଶରୀରର ପରିଶ୍ରମୀ ଏହି ଶବରମାନେ ଅତି ଅଶିକ୍ଷିତ। ଜଣେ ଅଧେ ପାଠୁଆ ମିଳିପାରେ, ତଥାପି ଚାକିରି ପାଖରୁ ଏମାନେ ମାଇଲିଏ ଦୂରରେ ହିଁ ରହିବେ। ଏତେ ସବୁ ଥାଇ ମଧ୍ୟ ଏମାନେ ପ୍ରବଳ ସ୍ୱାଭିମାନୀ। ଏ ସମସ୍ତଙ୍କ ଠାରୁ ମେଷପାଳକମାନେ ବହୁତ ଭିନ୍ନ। ଖାନ୍ ଦେଶର କେତେକ ଗାଁରେ ମେଷପାଳକଙ୍କ ବସ୍ତି ଅଛି। ମୋ ଗାଁରେ ଏମାନେ ବହୁ ସଂଖ୍ୟାରେ ଅଛନ୍ତି। ଚାଷ ଓ ପଶୁପାଳନ ଏମାନଙ୍କର ମୁଖ୍ୟ ବ୍ୟବସାୟ। ଶିକ୍ଷିତ ନଥିବା ଏହି ସମାଜ କିନ୍ତୁ ଜଣେ ଭଲ ଚାଷୀ ଓ ବ୍ୟବସାୟୀ। ପରିଶ୍ରମ କଲାବେଳେ ଆଗପଛ ଦେଖୁନଥିବା ଯୋଗୁଁ ଆର୍ଥିକ ଦୃଷ୍ଟିରୁ ଏମାନେ ସ୍ୱଚ୍ଛଳ। ନିଶାପାଣି କରୁନଥିବା ପରିଶ୍ରମୀ ଓ ଜଗି ରଖି ଚଳିଥିବା ଏହି ସମାଜ ଅତି ଅଳ୍ପ ସମୟ ମଧ୍ୟରେ ଆଶ୍ଚର୍ଯ୍ୟ ଲାଗିଲା ଭଳି ପ୍ରଗତି କରୁଥିବାର ଦେଖିବାକୁ ମିଳେ। ତାଙ୍କର ଏହି ସ୍ୱଭାବ ଧର୍ମ ଅନ୍ୟମାନଙ୍କ ଲାଗି କୁତୂହଳ, ଉପହାସ ଓ କେବେ କେବେ ଈର୍ଷାର ବିଷୟ ହୁଏ। ଏହାଛଡ଼ା ଗାଁରେ 4ଟି ନାପିତଙ୍କ ଘର ଓ ଗୋଟିଏ ବ୍ରାହ୍ମଣ କୁଟୁମ୍ବ ଅଛି। ସମସ୍ତଙ୍କ ଭିତରେ ବନ୍ଧୁଭାବ ଓ ସୁସ୍ଥ ପରିବେଶ ଥିଲେ ମଧ୍ୟ ନିର୍ବାଚନ ଅଥବା ବାଦବିବାଦ ଉପସ୍ଥିତ ହେଲେ ଯେତେ ବି ଶତ୍ରୁତା ଥାଉ, ଗୋଟିଏ ଜାତିର ସମସ୍ତେ ଏକ ହୋଇ ଅନ୍ୟକୁ ଭୂଇଁ ଚଟାଇବା ଲାଗି ପଛେଇବେ ନାହିଁ। ଗାଁରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ପରିଶ୍ରମୀ। ଘର ସମ୍ଭାଳି ଗେରସ୍ତକୁ ଚାଷ କାମରେ ସାହାଯ୍ୟ କରିବା ତାଙ୍କର ଧର୍ମ। କିଛି ଧନୀ ଘରର ମହିଳାଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଚାଷ କାମରେ ବ୍ୟସ୍ତ ଥିବାର ଦେଖିବାକୁ ମିଳିବ। କୀର୍ତ୍ତନ, ବାହାଘର ଓ ପୋଥି ପଢ଼ା ଇତ୍ୟାଦିରେ ମହିଳାମାନେ ଏକତ୍ରିତ ହୁଅନ୍ତି, କିନ୍ତୁ ଅଧିକ ମିଳାମିଶା ଚାଷ କାମ କଲାବେଳେ ହିଁ ହୁଏ। ଘରର ପୁରୁଷ ଯଦି ବେରୋଜଗାରିଆ ହୋଇଥିବ, ତାହେଲେ ଘରର ସବୁ ଦାୟିତ୍ୱ ସ୍ତ୍ରୀକୁ ଉଠେଇବାକୁ ପଡ଼େ। ଏଭଳି ପରିସ୍ଥିତିରେ ନିଜ ପିଲାଙ୍କୁ ଧରି କ୍ଷେତରେ କାମ କରିବାର ଦେଖାଯାଏ। କିଛି ଘର ଏଭଳି କର୍ତ୍ତବ୍ୟଦକ୍ଷ ମହିଳାଙ୍କ ଯୋଗୁଁ ଚାଲେ। ସାଧାରଣତଃ ଘରର ସମସ୍ତ କଥାରେ ମହିଳାମାନଙ୍କ ଆଧିପତ୍ୟ ଦେଖିବାକୁ ମିଳେ। କିଛି ଘରେ ବୋହୂ ତ ଆଉ କିଛି ଘରେ ମଦୁଆ ସ୍ୱାମୀ ଯୋଗୁଁ ହେଉଥିବା ଉପଦ୍ରବ ନ କହିବା ହିଁ ଭଲ। ଗାଁରେ ହରିଜନ ସାହି, ଶବର ସାହି, ଛେଳି ଚରାଳୀଙ୍କ ସାହି ଛାଡ଼ିଦେଲେ ହାତ ଗଣତିରେ 4 ଜଣ ଭାୟାତ ଅଛନ୍ତି। ପ୍ରତ୍ୟେକ ଭାଇଆଳ ନିଜକୁ ବ୍ରହ୍ମାଙ୍କ କୂଳର ବୋଲି ଭାବେ। ତେଣୁ ଗାଁରେ ପରସ୍ପର ଭିତରେ ଗୋଟିଏ ହେଲେ ବାହାଘର ହୋଇନାହିଁ। ଆମଠୁ ସେମାନେ ତଳ ସ୍ତରର। ଏହି ନ୍ୟାୟରେ ପ୍ରତ୍ୟେକ ନିଜକୁ ଶ୍ରେଷ୍ଠ ଓ ଅନ୍ୟକୁ ନ୍ୟୁନ ଭାବନ୍ତି। ପୂରା ଗାଁଟି ଖଟିବାରେ ଓସ୍ତାଦ। ଦିନଯାକ ଖଟନ୍ତି, କିନ୍ତୁ ଏତେ ଖଟି ମଧ୍ୟ ଗାଁ ଯେ ସମୃଦ୍ଧ ହୋଇପାରିଛି ଏ କଥା ନୁହେଁ। ସିମେଣ୍ଟର 2-4ଟା ପକ୍କା ଘର ଛାଡ଼ିଦେଲେ ଅଧିକାଂଶ ଘର ବର୍ଷର 12 ମାସ କରଜରେ ବୁଡ଼ିଥାଏ। କିଛି ନହେଲେ ମଧ୍ୟ ଗାଁରେ 2-4ଟା ଟ୍ରାକ୍ଟର, ମୋଟର ସାଇକେଲ ଓ ପ୍ରାୟ ପ୍ରତ୍ୟେକ ଘରେ ଟିଭି ଦେଖିବାକୁ ମିଳେ। କିନ୍ତୁ ଗାଁର ପଞ୍ଚାୟତ, ସ୍କୁଲ, ଚଉତରା ଓ ଅନେକଙ୍କର ମୁଣ୍ଡ ଉପରେ ଥିବା ଛପର ଯେମିତି ଥିଲା ସେମିତି ଅଛି। ସବୁଠାରୁ ଭଲ କଥାଟି ହେଲା, ଗାଁକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିକୁ ଗାଁଟି ସୁହାଏ। ନୂଆ କରି ଆସିଥିବା ଶିକ୍ଷକ, ଅଶିକ୍ଷିତ ବୈଦ, ଇଲେକ୍ଟ୍ରିକ୍ ମିସ୍ତ୍ରୀ, ଖଜଣା ଆଦାୟ କରୁଥିବା ସରକାରୀ ଅଫିସର କର୍ମଚାରୀ, ଗ୍ରାମ ସେବକ ଗାଁରୁ ଭଲ 2 ପଇସା ରୋଜଗାର କରି ଯାଆନ୍ତି। ସାଉକାରୀ ବ୍ୟବସାୟ ମଧ୍ୟ ଭଲ ଚାଲେ ଓ ବାହାରୁ ଆସୁଥିବା ଲୋକଙ୍କ ପକେଟକୁ ଗରମ କରି ତାଙ୍କୁ ବିଦା କରନ୍ତି। ଜଣେ ଶିକ୍ଷକ ତ ଚାକିରିରୁ ଅବସର ନେବା ପରେ ମଧ୍ୟ 4-5 ବର୍ଷ ଆସ୍ଥାନ ଜମି ରହିଥିଲେ। ଯାଉ ମୋ ଭାଇ, ସେଥିରୁ ଆମକୁ କ'ଣ ମିଳିବ କହି ସବୁ କଥାକୁ ନ ଦେଖିଲା ନ ଶୁଣିଲା ଭଳି
ଗାଁବାଲା ମିଳିମିଶି ଚଳୁଥିବାର ମୁଁ ପିଲାଦିନରୁ ଦେଖି ଆସିଛି। ଆମ ପରିସ୍ଥିତି ବଦଳିବା ସମ୍ଭବ ନୁହେଁ ଓ ଆମ ଗାଁ ଲୋକେ କିଛି ବି କରିପାରିବେ ନାହିଁ ବୋଲି ଏକ ପ୍ରଗାଢ଼ ବିଶ୍ୱାସ ମୋ ଗାଁ ଲୋକଙ୍କର ରହିଛି। ଏଭଳି ଥାଇ ମଧ୍ୟ ସମସ୍ତେ ମରିବା ବଞ୍ଚିବା ସାମୂହିକ କାର୍ଯ୍ୟକ୍ରମ କୀର୍ତ୍ତନ ଲାଗି ଏକାଠି ହୁଅନ୍ତି। କରଜରେ ବୁଢ଼ୀ ମଧ୍ୟ ପିଲାଙ୍କୁ ପାଠ ପଢ଼ାନ୍ତି ଓ ତା ଲାଗି ପରିଣାମ ସ୍ୱରୂପ ପଇସା ଦେଇ ହେଉ ପଛେ ଆଜିର ଦିନରେ 8-10 ଜଣ ପିଲା ମିଲିଟାରୀରେ ଓ ଜଣେ ଅଧେ ଅନ୍ୟ ସ୍ଥାନରେ ଚାକିରି କରୁଛନ୍ତି। ଆମ ଗାଁଟି ଆଖପାଖର ଗାଁ ଅପେକ୍ଷା ସରସ ସୁନ୍ଦର ଦିଶେ। ନଦୀବନ୍ଧ ଯୋଗୁଁ ବିସ୍ଥାପିତ ହୋଇଥିବା ଲୋକଙ୍କ ବସ୍ତିଟି ଆପେ ଭଲ ତ ଦୁନିଆ ଭଲ ଏହି ନୀତିରେ ରହିଛି। ସେହିପରି ଆମ ଗାଁରେ ଆଖି ଦୃଶିଆ ଯଦି କିଛି ଅଛି ତାହା ହେଉଛି ମନ୍ଦିରର ଚାନ୍ଦିନୀ ଓ କାହାରି କଥାରେ ହସ୍ତକ୍ଷେପ ନ କରୁଥିବା ତାଡ଼େ ଗାଁଟିର ଏକ ବିଶିଷ୍ଟ ପ୍ରତିମା ଲୋକଙ୍କ ମନରେ ଆଙ୍କି ହୋଇ ରହିଛି।